ରୂପକୁ ପରିବର୍ତ୍ତନ କରି ଗୌରବ ଗୌରବ କରିବେ। ତାପରେ ଜନପଦ ପ୍ରଭୁ ଆପଣ ତ ଆସିବେ ଲଙ୍କା ଛେଳିକି ଦେଖେ ଭଗବାନ ପ୍ରବେଶ ପଥ ରହି ସେ ଭଗବାନଙ୍କର ଅପୂର୍ବ ଦୃଶ୍ୟ ଦେଖନ୍ତୁ। ଦେବତାମାନେ ମଧ୍ୟ ଭକ୍ତଙ୍କ ଭକ୍ତିରେ ନିଜ ସ୍ଥାନରେ ରହିପାରିନାହାନ୍ତି। ତେଣୁ ଆମେ ବି ମଧ୍ୟ ସେ ଭଗବାନଙ୍କର ସାନ୍ନିଧ୍ୟ ପାଇବା ପାଇଁ କାହିଁକି କେବଳରୁ ଭକ୍ତ ଆସିଛନ୍ତି ଏହି ଜାଗାକୁ। ଆପଣଙ୍କ ଗାଁରେ ସ୍ୱୟଂ ଭଗବାନ ଠାକୁରଙ୍କୁ ସକାଳୁ ନଡ଼ିଆ ଘିଅ ଧୂପ ସବୁ ଦେଇ ଆପଣ ପୂଜା କରୁଛନ୍ତି। ଆଜି ସେଇ ଠାକୁର ଆପଣଙ୍କ ଗହଣରେ ଆପଣଙ୍କ ଗାଁରେ ଏଇ ଦେଖନ୍ତୁ ବର୍ତ୍ତମାନ ଆମ ଗ୍ରାମ ମଝିରେ ପ୍ରବେଶ କରିସାରିଲେଣି ଦେବଦେବ ମହାଦେବ ଭକ୍ତଙ୍କ ଗହଣରେ ପୂର୍ଣ୍ଣ କଳସ ଧରି ଆଉ କିଛି ସମୟ ମଧ୍ୟରେ ଏହି ଯଜ୍ଞସ୍ଥଳରେ ଉପନୀତ ହେବେ। ଆପଣମାନେ ସମସ୍ତେ ଟିକେ ହୁଳହୁଳି ହରିବୋଲ କରତାଳି ମାଧ୍ୟମରେ ଠାକୁରଙ୍କୁ ସ୍ୱାଗତ କରିବା, ଟିକେ ବନ୍ଦାପନା କରିବା। ପ୍ରଭୁ ଆପଣ ଏ ବର୍ଷ ପଛରେ ହେଇଟି ଯେ ଆଗାମୀ ବର୍ଷ ପର୍ଯ୍ୟନ୍ତ ଗାଁରେ କୌଣସି କ୍ଷତି ନ ହଉ, ଗାଁରେ କୌଣସି ବିଘ୍ନ ଆପଣଙ୍କର ଚରଣରେ ଆମେ ସମସ୍ତେ ନିଜକୁ ସମର୍ପିତ ହେଉଛୁ ଯେ ଆମେ ଏ ଅଞ୍ଚଳ ଏ ଗାଁ ଆପଣଙ୍କୁ ଲାଗିଲା, ଆପଣ ହିଁ ତ ମାଲିକ, ଆପଣଙ୍କ ରାଜ୍ୟ ଆପଣଙ୍କୁ ଲାଗିଲା, ଆମେ ସାମାନ୍ୟ, ଆମେ ତ ତୁଚ୍ଛ ମନୁଷ୍ୟ। ତେଣୁ ଏଇ ଭାବନା ନେଇ ଆମେ ଭଗବାନଙ୍କ ପାଖରେ ସମର୍ପିତ ହେଇଯିବା। ପୁନର୍ବାର ଆମେ ଆସି ଏଇ 3 ଦିନ ସେଇ ଠାକୁରଙ୍କର